ପିଲାମାନେ ମୁଁ ତମମାନଙ୍କ ପାଇଁ କି ଏ ଥାଳିରେ ଏଇଟା କ'ଣ କହିଲ? ଏଇଟା 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 ସେଓ। ଅର୍ଥ ମୁଁ କିଛି ଆ ଭିତରେ ଅଛି ପରିବା ଅଛି, କିଛି ଫଳ ଅଛି ହେଲା। ତମେ ସଦାବେଳେ ଦୈନନ୍ଦିନ ଖାଇବା ସମୟରେ ହେଲା ହେଲା କିଛି ତମେ କ'ଣ କରିବ ନା ପରିବାକୁ ତମେ ମାନେ କ'ଣ କରୁଛ ନା ଅଲଗା କରିଦେଉଛ। ପରିବାକୁ ସଦାବେଳେ ଖାଇବ, ତଟକା ପରିବା ଖାଇବ ଏବଂ ବେଳେବେଳେ ପାଚିଲା ଆମ୍ବ, ପିଜୁଳି ହେଲା ଏମିତି ସେଓ, କମଳା ଏସବୁ ଖାଇବା। ବହୁତ ମୂଲ୍ୟବାନ ଜିନିଷ ଆମ ଶରୀରରେ ବଢ଼ିବ, ଯାହାଦ୍ୱାରା ଆମକୁ କ'ଣ ହେବନି, ରୋଗ ହେବ ନାହିଁ। ଆମ ଦୃଷ୍ଟି ଶକ୍ତି ବୃଦ୍ଧି ପାଇବ ହେଲା। କାରଣ ଶକ୍ତି ହେଲେ ଆମେ କ'ଣ କରିବା, କାମ କରିପାରିବା, ପଢ଼ିପାରିବା, ଆମକୁ ବଡ଼ ବଡ଼ ରୋଗ ସବୁ ହେବନି। ତେଣୁ ସଦାବେଳେ ତୁମେ ଖାଇଲା ବେଳେ ଅଣ୍ଡା ଖାଇବ, ଅଣ୍ଡା ଦିଆଯାଉଛି ହେଲା। ସବୁଜ ପନିପରିବାର ତୁମକୁ ଡାଲମା ଦିଆଯାଉଛି, ତୁମେ କ'ଣ କରୁଛ ତାକୁ ଆଡ଼େଇ ଦେଉଛ, ଖାଲି ଡାଲି ଖାଉଛ। କିନ୍ତୁ ପରିବା ଏବଂ ଫଳ ସବୁବେଳେ ଚାହିଁବ ଯେମିତି ଅଧିକ ପରିମାଣରେ ଖାଇବା ପାଇଁ, ବୁଝିଲ?